हेलो हाय नमस्ते सब भाई भौणी मानक मोर नमस्कार। आमर ई पाखे पाखे रथ आसीथिला मु देखौची पार्क सेपटे से जगार ठाकुर को रखुले किंतु पहुँची पार नथली सेटा मु देखौची। आज लास्ट दिन आज जीवे हेरी ठाकुर मु आसीथिली कुकुर बुलेगा ଟିକେ ଭିଡ଼ିଓ ଦେଖାଇଦେଲି। ଆଉ ମୁଁ ଏବେ ଯିବି ଗାଧା ଘର କାମ ସରେଇକିରି ଗଧା ଗୁଡ଼ା ଏବେ ସରେଇଲି। ମୁଁ ଠାକୁର ପୂଜା କଲେ ହିଁ ମୁଁ ଚା ହରକା ବନାଏ। ଆଉ ଆମର ବାବୁକୁ ଚା ଦେଲେ ବି ଆମେ ଚା ପିଇବୁନୁ। ଆଗେ ଭଗବାନଙ୍କୁ ମୁଁ ଯେକୌଣସି ବି ଭୋଗ ଲଗେଇବି ତା ବାଦେ ନିଜେ କିଛି ବି ଗ୍ରହଣ କରିବି। ଆମର ମୁଁ କାହାରିକୁ ବେଶୀ ପୂଜା କରୁନି, ମୁଁ ଶିବ ପରମପିତା ପରମାତ୍ମାଙ୍କୁ ହିଁ ପୂଜା କରୁଛି। ଆଉ ମୁଁ ସମସ୍ତଙ୍କୁ ଇଜ୍ଜତ ସମ୍ମାନ ଦେବାର ଅଛି ମୋତେ। ସେମାନେ ବି ସବୁ ଭଗବାନଙ୍କର ସନ୍ତାନ ଅଟେ, ସେମାନେ ବି ପ୍ରାରବ୍ଧ କରିଛନ୍ତି। ମୁଁ ଏବେ କ୍ଷୀର ଆଣିକିରି ବସେଇଲି। ଦେଖନ୍ତୁ ମୋ ଲୋକ କେମିତି ମୋତେ ରାଗୁଛି ପାଣି ଚା ଦେଇଛୁ କହିକିରି ମୁଁ ଖାଲି କ୍ଷୀରରେ ତାଙ୍କୁ ଚା ବନେଇକି ଦେଇଛି। ମୁଁ ଚା ପତି ପକାଉଥିଲି ନା, ମୁଁ ଆଗ ପାଣି କ୍ଷୀର ଗରମ ହେଲେ ହିଁ ମୁଁ ଚା ପତି ପକାଇବି। କ୍ଷୀର ଫୁଟିଲେ ହିଁ ଚା ପତି ପକାଇଲେ ତାର କଲର୍ ବି ଭଲ ଆସିବ ଆଉ ସେ ଚାର ଟେଷ୍ଟ ଅଛି। କିନ୍ତୁ ଯେଉଁ ଆଗ ସବୁ ପାଣି ଚା ପତି ଏ ସବୁ ଯାକ ଏକା ସାଙ୍ଗରେ ଯେଉଁ ପକାଇ ଦେଉଛନ୍ତି ଚା ଚିନି ସବୁ, ସେ ଚାଟା ଟିକେ କଷା ଟାଇପ୍ର ଲାଗେ। ଆଉ ଇଏ ଚାଟା ନା କଷା ଲାଗିବନି, ଭଲ ଲାଗିବ, ଟେଷ୍ଟ ଲାଗିବ। ମୋର ପୁଅ ଏବେ ଗଧା ବୁଢ଼ା କରିକିରି ଆସିଲା। ଏବେ ଆମର କୁକୁର ଗୋଟେ ବାହାରେ 2-3 ଦିନ ହେଲା ବୁଲିବାକୁ ପଳେଇଥିଲା। କାଦ ମାଟି ହେଇକିରି ଆସିଛି। ଆମର ତା ବାପା ସେଇଟା ରାଗୁଛି ତାକୁ ଦେଖିକିରି, ସେଥିଲାଗି ତାକୁ ନେଇକିରି ଗାଧା ବୋଲି କହୁଛି। ଆମ ପୁଅ ଯାଇକିରି ବାହାରେ ବାଲ୍ଟିଏ ପାଣି ଅଛି ତାକୁ ଗଧା ବୁଡ଼ା କରିବ। ମୁଁ ଟିକେ ଜଲ୍ଦି ଚିଡ଼େନି, ଆମ ଲୋକ କିନ୍ତୁ ଚିଡ଼ି ଯାଏ ଜଲ୍ଦି। ଫର୍ସେ ଚିଡ଼ିଯିବ। ମୋ ପୁଅ କହିଲି କପଡ଼ାରେ ପୋଛେ କହିକିରି ସେ ଟିକେ ପୋଛୁଥିଲା। ମୁଁ ତାର ଭିଡ଼ିଓ କଲି ବୋଲି ସେ ରାଗିକିରି ପୋଛିବା ବନ୍ଦ କରିଥିଲା। ମାନେ ପୋଛିବ, ସବୁ କାମ କରିବ, ଏମିତି ନାହିଁ ଅମାନିଆ ନୁହେଁ। ମୁଁ ଭିଡ଼ିଓ କଲେ ତାର ଭିଡ଼ିଓ କଲେ ତାକୁ ପସନ୍ଦ ନାହିଁ, ସେଥିଲାଗି ସେ ରାଗରେ ମୁଁ ପୋଛେ କହୁଛି। ସେ ପୋଛିବା ଛାଡ଼ି ଦେଇକିରି ପଳେଇଗଲା। ମୋର ଭିଡ଼ିଓ କାହିଁକି କରୁଛ ବୋଲି ମନରେ ସେଇଟା। ସେ ଫର୍ସେ ଗାଳି ଦେବନି କି କିଛି କହିବନି। ସେ ଦେଖିଦେଲା ତ ପଳେଇଲା। ବାବୁରେ ଦେଖୁନୁ ପୋଛି ଦେ ଭିଡ଼ିଓ କରୁଛି କହିକି ସେ ରାଗିବନି। ତା ଭାଇମାନଙ୍କ ପାଖକୁ ପଠେଇ ଦେଇଛି ସେ ରାଗିବନି। ଦେଖନ୍ତୁ ଇଏ ଆମର ଭେଜିକିରି ଆଇଛି ମଣିଷ ଛୁଆ ଭଳିଆ ରଙ୍ଗ ଢଙ୍ଗ ସବୁ। ଇଏ ସବୁବେଳେ ଆକୁ ସ୍ନେହ କରୁଥାଉ, ଆକୁ ଭଲକିରି ସଫା ସୁତରା ରଖିବ, ତାକୁ ପସନ୍ଦ। କିନ୍ତୁ ଇଏ ତ ଆଉ ଘଡ଼ିଆ ପରେ ତାର ଆଉଥରୁ ସେ ରଙ୍ଗ ଚେଞ୍ଜ କରିଦେବ। ଇଏ ଗୋଟେ ବାନ୍ଧିଲେ ବି ସହିପାରୁନି। ଚା ଦେଇଛି, ସେ କହୁଛି ପାଣି ଚା ଯାକ ଦେଇଛୁ, ଚା ଟେଷ୍ଟ ନାହିଁ, କେବେ ହେଲେ ଚା ଭଲ କରି ବନେଇ ପାରୁନ, ଏସବୁ ରାଗୁଛନ୍ତି। ମୁଁ କିନ୍ତୁ ଖାଲି କ୍ଷୀରରେ ହିଁ ଚା ବନେଇକି ତାଙ୍କୁ ଦେଇଛି। ପାଣି ଚା ଦେଇଛି, ପାଣି କରି ଦେଖାଯାଉଛି। ମୋଟା ଚା ଦେଇଛି, ସେ ହେଲେ ବି ଆହୁରି ମୋଟା ଚା ଖୋଜୁଛନ୍ତି। ମୁଁ କଣ କରିବି, ସେ କ୍ଷୀର ଯଦି ପତଳା ଅଛି। ସକାଳୁ ଉଠିଲେ କଣ କଣ ଖାଉଥିବେ। ପ୍ରଥମରେ ତାଙ୍କୁ ଛତୁଆ ମାନେ ବୁଟ ଚଣାର ଛତୁଆ ସେଇଟା କିଣିକି ରଖା ହେଇଥାଉଛି ଗୋଟେ ପ୍ୟାକେଟ୍। ତାର ପାଣି ଗୋଳେଇକିରି
ଆଉ ଟିକେ ଗଲେ एक ପଳଉବୁ गिलास नहीं ଏବେ एक ପୋଛେଇ ଦେବି ढाल पूरा ଆଉ गड़ू ଟିକେ ପରେ ପଳେଇ ଯିବୁ एक गड़ू ମାଡ଼ ଦେବି सेटा ମାଡ଼ बेसी दरकार ମାଡ଼ ନ ଖାଇଲେ ତୁ ताको कौन ସୁଧୁରିବୁ ନା तांकू देह खराब होइकिରି आसलाठू खाली खाइबे खाइबे ଭୋକ होउचंदी ଲାଗିଲେ ଘରକୁ ଆସୁଛୁ ସେଇଟା ଥରେ ପିଇ ସାରିଛନ୍ତି ଚା ବି ନହେଲେ ଆସୁନୁ ପିଉଛନ୍ତି ମିଚର ମୁଢ଼ି ଖାଉଛନ୍ତି ଫେର ଏବେ ନାସ୍ତା ବି ଖାଇବେ ଖା ଖା फटाफट सब ଜଲ୍ଦି ଖା ଜଲ୍ଦି खाइबारे ଖା देखंतु मु आको गाली दउची बेली से ଖାଇଦେ केमती आगिकिरी ए ଆଉ माने डरिकिरी ଖା କେମିତି ଅନଉची ଖା 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 ତାକୁ ଗେଲୁ ମୁଁ କାନ୍ଦୁଛି କହିଲି ସିଆଡ଼େ ଖା 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 ମାରିବିନି ଖାଇଦେ କହିଲେ ଯାଇକିରି ଖାଇଦେ ଖାଇବ ବାଡ଼େଇବିନି 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 ଖାଇଦେ ଖା ପଶୁ ହେଲେ ବି କ'ଣ ହେଲା ସେ ବି ଖାଇଲା ନହେଲେ ଖାଉନଥିଲା ଖାଉନା ଖାଉନା ପୁଅଟା ବି ମୋତେ କେମିତି ଡରଉଛି ମୋ ଯେ ପୁଅ କହିଲା ଯେ ମମି ଚା ସିଆଡ଼େ ଚା ଚୁଲିରେ ମୋଟା ଚା ଜଳିକିରି ବନଉଛି ପଡ଼ିଗଲାଣି ବୋଲି ଫେର ବି କିନ୍ତୁ ମୁଁ ଏମାନେ ଧିମା ଆଞ୍ଚରେ ନଟଙ୍କି ରଖିଥିଲି କରୁଛନ୍ତି ବାପା ପୁଅ ଦିନି ଚା ମୋ ମୋଟା ପୁଅ ଚା ବି କରୁ ସେଇ ଟାଇପ୍ର ବାପା ପରି ଚା ଭଲକିରି ବନେଇଲେ ହେଲେ ଆମ ପୁଅ ବି କହିବ ଚା ଭଲ ହେଇନି ଚା ଭଲ କେମିତି ହେଇନି ମୋଟା ଚା କହିବ ବନଉଛି କିନ୍ତୁ ଫେର ବି ଆଉ କାହା ଘରେ ବାପା ପୁଅ ମୋଟା ଖାଇବେନି ଚା କି ନାହିଁ ମୋଟା ଚା କିଏ ନାହିଁ ଦେବାଟା କହୁଛନ୍ତି ଖାଇବେନି ଆଉ ଏଇ ଟିକେ ଗୁଣ ବେଶୀ ଅଛି ଅମୁଲ ଢାଳିଲେ ହେଲେ ତା ଟେଷ୍ଟ ଅଲଗା ମୋତେ ଯିଏ ଏମିତି ଯେତେ ହିଁ ଭଲକିରି ବି ବନେଇକି କ'ଣ ଦଉ କହିଲ ସେଇଟା ମଥା କ'ଣ ମାରିଲେ ବି କହିଲ ଖାଇବେନି କ'ଣ କହିଲ ଏ ପାଖ ପଡ଼ୋଶୀ ଜାଣିଛନ୍ତି ଯିଏ ଦେବା ବାଲା କହ ମୁଁ ସେଥିଲାଗି ମନା କରେ କ'ଣ କାହା କହିଲ ଘରକୁ କହ ତ ମୁଁ ନଥିଲା ସମୟରେ କିଏ ତମେ ଦିଅନି କିଛି ତାକୁ କ'ଣ କହିଲ ଖାଇବନି କୁହ ଆଗ ଦେଖନ୍ତୁ ମୋ ଲୋକଟା ଆଁ ଟିକେ କୁଆଡ଼େ ଅଛତି ଲାଗିବି ବଦମାସି ଅଛତି କ'ଣ ଏବେ ମୁଁ କହିଲ ଡରେଉଛି ଆଁ ଟିକେ ରାଗି ଯାଉଛି ରାଗିକି ଧମକଉଛି ତ ସେଥିଲାଗି ନହେଲେ ଓଲଟା ଫୁଲଟା ମୁହଁରେ ଯାହା ଅଛନ୍ତି ଆସିବ କ'ଣ ଗନ୍ଧିଆ ଗନ୍ଧିଆ ବି କ'ଣ ବେଲି କହିଲ ମୁହଁରୁ କୁହ ଭାଷା ବି ବାହାର କରନ୍ତି ପିଲାମାନଙ୍କୁ ବି ଓଲଟା ଘରୁ ଫୁଲଟା ଯାଉ ଗାଳି ନା ଯାଉ କରିଥିଲେ ମାଡ଼ ଖାଇବ ତାଙ୍କୁ ଆଉ ଗୋଟେ ବହୁତ ଚେନ୍ କୋଡ଼ ରହିଲା କେଜାଣି ରାଗି ରାଗିକିରି ସବୁ ବାନ୍ଧି ବନ୍ଦ ଦେବା କରେଇଛି ସଦାବେଳେ ତୁଣ୍ଡରୁ ପୁରା ଖରାପ ଖରାପ ଭାଷାରେ ଗାଳି କରନ୍ତି ଦଉନ ତାକୁ ଟିକେ ଛୁଆମାନଙ୍କୁ ଖାଇବାକୁ ଦିଅ ଛୁଆମାନେ କେବେ ଗାଁରେ ମାଗ୍ ବଢ଼ି ମାଗ୍ ନାହାନ୍ତି ମାଗ୍ କି ବସ୍ ବସ୍ ଗାଁକୁ ଫିର୍ ବସ୍ ଯାଇନାହାନ୍ତି ଗାଁର ବସିଯା ଭାଷା ଜାଣିନାହାନ୍ତି କିନ୍ତୁ ତାର ବାପା ଗନ୍ଧିଆ ଗନ୍ଧିଆ ଗାଳି କରେ ବସ୍ ବସ୍ ବହୁତ ଓଲଟା ଫୁଲଟା କହେ କିନ୍ତୁ ଫିର୍ ମୋ ବସ୍ ପୁଅମାନେ ଫିର୍ ବସ୍ ବାପା ସବୁବେଳେ ଖୁଆଏନି ଛୋଟ ବୟସରୁ ଦେଖ ନିଜେ ଆମ ଲୋକଟା କମଉଛନ୍ତି ମୁଢ଼ି ଖାଉଛନ୍ତି ମିଚର ଖାଉଛି ତାଙ୍କୁ ଆଉ ଖରାପ ତାକୁ ଖରାପ ଦଉନି ବି ଗାଳି ଦେଲେ ସେଥିପାଇଁ ମାନେ ତାକୁ ସେ ଛୁଆମାନେ କାଟିକି ରହିଛି ରାଗ ପଡ଼ିବେନି ସେଥିଲାଗି ମୋ ଲାଗି ହିଁ ଛୁଆମାନେ ବାପାକୁ ପଚାରୁଛନ୍ତି ସିନା ମୁଁ ମନା ରୁହନ୍ତୁ ଯଦି ମୁଁ କରିଦେଇ ଯାଉଛି ବୋଲି ହେଲେ ବାପାକୁ ଅନେଇବେନି ସେମିତି ସେଥିଲାଗି ମୁଁ କିଛି କହେନି ସ୍ୱାମୀ ସ୍ୱାମୀ ହେଇକି ରହିବ ମୁଁ କିନ୍ତୁ ରାଗେ ପୁଅମାନଙ୍କୁ ଗାଳି ଦିଏ କିଛି କହିବନି ମୁଁ କହେ ରାଗିନା ନ ମୁଁ ଯଦି ନ କହିବି ମୋ ଲୋକ କେବେ ସୁଧୁରିବନି ବହୁତ ଇଏ ବଦମାସି ଥିଲେ ନା କୁଆଡ଼େ ଯିବାକୁ ଦେବେନି ତୁମେ ତାଙ୍କ ସାମ୍ନାରେ ବି କୁଆଡ଼େ ଯାଇପାରିବନି ସେ ପୁରା ଜଳିଯିବ ଆଉ ଲଗେଇବା ପିନ୍ଧିବାରେ କେବେ ଇଏ କରେନି ଟୁକେନି ମୋତେ ପ୍ରଥମରୁ ହିଁ ମୁଁ ମୋର ସମୟରୁ ହିଁ ମୋତେ ଲଗେଇବା ପିନ୍ଧିବା ସଉକ ବହୁତ ଥିଲା ଆଉ ଏବେ ବି ସେଇଟା ଅଛି ମୁଁ ସେଥିଲାଗି ଲଗେଇବା ପିନ୍ଧିବା ଯେତିକ ମୁଁ ଖୋଜିଲେ ପାଉଛି ମୁଁ ତ ସିଲେଇ କାମ କରୁଛି ମୁଁ ମୋର ଟିକେ ସର୍ଟ ପଡ଼ିଲେ ହେଲେ ମୁଁ ସାଙ୍ଗରେ ମୋ ଲୋକ ଯାଉଛି ସାଙ୍ଗରେ ମିଳିମିଶିକି ଯାଉଛୁ ମୁଁ ଯୋଉଟା ଯୋଉଟା ପସନ୍ଦ କରିବି ସେ କିଛି ପଇସା ଦେବ ଆଉ କିଛି ପଇସା ମୁଁ ବି ମିଶାଇବି ଏମିତି କରିକିରି ନେଇକିରି ଆସିବୁ ଆଉ ପିଲାମାନେ ତାଙ୍କର 3ଟା କାର୍ ଆଣିଛନ୍ତି ସେମାନେ ସେ କାର୍ର ଋଣ ସୁଝୁଛନ୍ତି ଆଉ ମୁଁ ତାଙ୍କୁ ବେଶୀ ପକାଏନି ଆଉ ଯେତିକି ଯେମିତି ଚାଲିବା କଥା ଚାଲିଛି ମୁଁ ମୋର ଖୁସିରେ ମୋ ଭିଡ଼ିଓ କରୁଛି ମୋର ଭିଡ଼ିଓର କାରଣ ବି ବହୁତ କିଛି ଅଛି ମୋ ପରେ ସେ କଥା ବାହାର କରିବି କିନ୍ତୁ ସବୁ ଜାଗାରେ ସବୁ ଚାଲିବନି ନା ବର୍ଷା ଦେଖନ୍ତୁ ହେଉଛି ବର୍ଷା ଦେଖ ହେଉଛି ବର୍ଷାରେ ମୋର ଘର ଗୁଡ଼ାକ ପାଣିରେ ଭିଜା ଭିଜା ହେଇକିରି ରହିଛି ପୁରା ବହୁତ ହଇରାଣ ବହୁତ ମାନେ ଚୁଲା ପାଖରେ ବି ପାଣି ତକଲିଫରେ ପଡ଼ୁଛି ରହୁଛୁ ସିଟ୍ ବି ଆଉ ଏଇ କାହିଁକି ଏ ଜାଗାରେ ରହୁଛୁ ମାନେ ଆମର ପୁଅ ଦୋକାନରେ କମେଇ କରିପାରୁଛି ଭଲ ତାକୁ ଛାଡ଼ିକିରି ଅଲଗା କୁଆଡ଼େ ଯିବାକୁ ଚାହୁଁନି ଆଉ ଏଇଟା ମାର୍କେଟ ଜାଗାଟା ସବୁ ଲୋକ ଆସୁଛନ୍ତି
ସବୁ ଲୋକକୁ ଦେଖିବାକୁ ମିଳୁଛି। ଅଲଗା କେଉଁଠି ରହିଲେ ମାନେ କିଏ କାହା ସହିତ ଇଏ ନାହିଁ, କଥାବାର୍ତ୍ତା ବି ନାହିଁ। ଆମର ଏଠି ସମସ୍ତଙ୍କ ସାଙ୍ଗରେ ମିଶିବାକୁ ବି ମିଳେ। ଆଉ ମୋତେ ଏମିତି ଚୁପ୍ ହେଇକି ରହିବା ପସନ୍ଦ ନାହିଁ। ମୁଁ ବି ସମସ୍ତଙ୍କ ସାଙ୍ଗରେ କଥାବାର୍ତ୍ତା କରେ। ଆପଣମାନଙ୍କୁ ଦେଖେଇବି ମୁଁ ଭିଡ଼ିଓ କରୁଛି। ବହୁତ ଜଣଙ୍କୁ ପସନ୍ଦ ହେଇଯାଉଛି, ସେମାନେ ବି କହନ୍ତି ଆମର ଭିଡ଼ିଓ କରେ। ହେଲେ ସେମାନଙ୍କର ବି ଭିଡ଼ିଓ କରିଦେଉଛି ଟିକେ। ଆଉ ଆଗ କିଏ ଜାଣିନଥିଲେ, ଏବେ ସବୁ ଜାଣିଲେଣି। ଭିଡ଼ିଓ କରିଦେଉଛି ସେମାନଙ୍କର ବି, ରାଗ କରୁନାହାନ୍ତି। ମୁଁ ବହୁତ ଏକ ସପ୍ତାହ ହେଇଗଲାଣି ବିରି ଚାଉଳ ଭିଜେଇଥିଲି। ବିରି ଖାଲି ଭିଜେଇଥିଲି ଇଏ ବରା ବନେଇବି ବୋଲି। ମୋ ପୁଅକୁ ବିରି ବରା ପସନ୍ଦ। ହେଲେ ହଁ, ପ୍ରଥମ ରଥଯାତ୍ରା ଦିନ ବିରି ବତୁରେଇଥିଲି। ଖାଲି ବିରିଟା ବରା ବନେଇଲି। ଆମ ପୁଅ ରାଉରକେଲା ପଳେଇଲା। ରାଉରକେଲାରେ ରଥଯାତ୍ରା ଦେଖିବାକୁ ସେ 7ଟା 8ଟା ହେଲାଣି ଆସିଲା। ଆଉ ଇଆଡ଼େ ମୁଁ ବି ପଳେଇ ଗଲି, ଟିକେ ଲେଟ୍ ହେଇଗଲା ଆସିବାର। ମୋତେ ଆଉ ଥକା ଲାଗିଲା, ବନେଇଲିନି। ତା ଦ୍ୱିତୀୟ ଦିନ ଖାଲି ଅଧା ବିରି ବରା କରିଥିଲି ସକାଳେ, ମାନେ ବେଶୀକିରି ବିରି ଭିଜେଇ ଦେଇଥିଲି। କାହାକୁ ଦେବି 2ଟା କହିକିରି, ଆଉ କ'ଣ ଦେବି। ଅଧା ବିରି ସକାଳେ କଲି, ଆଉ ଅଧା ବିରି ରଖିଦେଇଥିଲି। ଚାଉଳ ବତୁରେଇକି ବାଟିକିରି ତାକୁ ରଖିଲି। କିନ୍ତୁ କେଉଁଦିନ କରିପାରୁନଥିଲି। ଏଇଟା ମୋର ଟମାଟୋ ଚଟଣିଟା। ଟମାଟୋକୁ ଗ୍ରାଇଣ୍ଡିଙ୍ଗ କରିକିରି ଖାଲି ବଘାରିଛି, ଆଉ କିଛି କରିନି। ଚୁଲିରେ ଫୁଟାଣ ଫୁଟେଇ ଦେଇଛି। ବହୁତ ବଢ଼ିଆ ଟେଷ୍ଟ ଲାଗୁଛି। ଆପଣମାନେ ବି କେବେ କରିକିରି ଖାଆନ୍ତୁ। ଟମାଟୋ, ଅଦା, ରସୁଣ, କଞ୍ଚା ଲଙ୍କା ଏସବୁକୁ ମିଶେଇ ଗ୍ରାଇଣ୍ଡିଙ୍ଗ କରିଦେଇଛି। ପଞ୍ଚୁ ଫୁଟଣରେ ବଘାରିକିରି ନମକ ଆଉ ହଳଦୀ ଏ 2ଟା ଜିନିଷ ପକେଇଛି। ବହୁତ ଟେଷ୍ଟ ଲାଗୁଛି। ଆମର ସବୁ ଦେଲା କହିଲେ କ'ଣ କରିଛୁ ଭଲ ଲାଗୁଛି ବୋଲି। ମୋତେ ୱାଚ୍ ଟାଇମ୍ କମ୍ପ୍ଲିଟ୍ କରିପାରିନି। ସବସ୍କ୍ରାଇବ୍ ତ ମିଳିଯାଇଛି ବହୁତ କିଛି, ଲେକିନ୍ ମୋର ୱାଚ୍ ଟାଇମ୍ଟା କମ୍ପ୍ଲିଟ୍ କଲାବେଳକୁ ମୁଁ ନିଜେ ଅପଡାଉନ୍ ହେଉଛି। ଆଉ ଚାହିଁଥିଲେ ମେହନତ କଲେ ହୋଇସାରନ୍ତା। ମୋର ଟିକେ ମାଇଣ୍ଡ ବି ଡିଷ୍ଟର୍ବ ହେଉଛି, ସିଲେଇ କାମ ବି ପଡ଼ିଯାଉଛି। ଆଉ ମୁଁ ବି ଟିକେ ବହୁତ ସାଙ୍ଗସାଥି ବହୁତ ମୋର ହେଇଯାଉଛନ୍ତି। ନ ମିଶିଲେ ବି ମୋତେ ଭଲ ଲାଗେନି। ଆଉ ଏସବୁ କରିକରି ମୁଁ ସବୁ କାମ ବି ମୋର ବଢ଼ିଯାଉଛି। ସିଲେଇ କାମ କେବେ ଭିଡ଼ିଓ ବି କରିବା ବନ୍ଦ କରିଦେଉଛି। ଏମିତି କରିକରି ମୁଁ ୱାଚ୍ ଟାଇମ୍ କମ୍ପ୍ଲିଟ୍ କରିପାରୁନି। ଏବେ ଟିକେ ଜାଣନ୍ତୁ କେମିତି କ'ଣ। ଆପଣମାନେ ବି ମୋର ଅନୁରୋଧ, ସେୟାର କରିବେ, ଲାଇକ୍ କରିବେ। ମୁଁ ଯାହା କହିବି ସତ କଥା ହିଁ କହିବି, ସତ ହିଁ ଦେଖେଇବି। ମୋତେ ମିଛ ପସନ୍ଦ ନାହିଁ। ମିଛ ଆମେ କହିବା ଆଜି ନହେଲେ କାଲିକି ଆମକୁ ଗାଳି ଦେବେ। ସେଥିଲାଗି ମିଛ କହିବାନି। ଆଉ ତା ସାଙ୍ଗରେ ମୋର ଏମିତି ଜଳନ ନାହିଁ। ଲୋକମାନେ ଇଷ୍ଟାରେ ଜଳନ୍ତି ସମସ୍ତେ, କାହାକୁ ନା କହେ। ମୋର ସେସବୁ ନାହିଁ। ଯାହା ଯିଏ କହିବ ତାକୁ ମୁହଁ ସାମ୍ନାରେ ମୁଁ ରାଗିକିରି ଝଗଡ଼ା କରିକିରି କହିବିନି। ତାକୁ ଡାଇରେକ୍ଟ ପଚାରିବି କ'ଣ ଏମିତି କହିଲି ବୋଲି। ମୋର ଏଇସବୁ ଅଛି ଗୁଣ। ସେଥିଲାଗି ବି ଜଳନ୍ତି। ଏମିତି କାହା ସାଙ୍ଗରେ ଝଗଡ଼ା ଅଗଲା ସାଙ୍ଗରେ କେବେ ଝଗଡ଼ା ବେଶୀ କରୁନି। ସମସ୍ତଙ୍କ ସାଙ୍ଗରେ ମିଳିମିଶିକି ରହିବାକୁ ବି ପସନ୍ଦ କରେ। ଆମେ ଭଲ ତ ଦୁନିଆ ଭଲ। ଆମେ ଯଦି ଠିକ୍ ନାହୁଁ ତ ଦୁନିଆ ବି ଆମ ପାଇଁ ଠିକ୍ ନାହିଁ। ଏଇଟା ସବୁବେଳେ